ମାନେ এই ବର୍ଷର ଶେଷ ଦିନର ଶେଷ ପ୍ରଭାତରେ ବାକ୍ୟ ଆଲୋଚନା କରିବାକୁ ବସିଛୁ। ଆଉ ସମସ୍ତେ ହୁଏତ ସମୟ ଗଣୁଥିବେ ଯେ କେତେବେଳେ 12ଟା ଦିନ 12ଟା ଛାଡି ରାତି 12ଟା କେତେବେଳେ ବାଜିବ। କିନ୍ତୁ ଆମମାନେ ବର୍ତ୍ତମାନ ସକାଳେ ଅଛୁ। ଆମ ଆଗରେ ଅନେକ ଘଣ୍ଟା ବାକି ଅଛି। ମୁଁ ଏଠି ଗୋଟେ ପଦ ପଢିବାକୁ ଚାହେଁ। ପ୍ରଥମ ସାମୁଏଲ 7 ପର୍ବର 12 ପଦ। ତହିଁରେ ସାମୁଏଲ ଖଣ୍ଡେ ପଥର ନେଇ ମିସିପି ଓ ସେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନେଜର ଉପକାର ସ୍ମରଣାର୍ଥକ ପ୍ରସ୍ତର ରଖି କହିଲେ, ଏପର୍ଯ୍ୟନ୍ତ ସଦାପ୍ରଭୁ ଆମମାନଙ୍କର ଉପକାର କରିଅଛନ୍ତି। ଆମେ ଜାଣିଛୁ ଯେ ପ୍ରତ୍ୟେକ ଥର ଆଲୋଚନା କଲା ବେଳେ ବାକି ଅନେକ ସମୟରେ ଆମେ କହୁ ଯେ ବର୍ଷ ପ୍ରଭୁ ଆମମାନଙ୍କର ଅନେକ ଉପକାର କରିଛନ୍ତି କିମ୍ବା କରିନାହାନ୍ତି, କିଛି ଗୋଟେ ନିଶ୍ଚୟ ଆମେ ଚିନ୍ତା କରୁ। କିନ୍ତୁ ବାକ୍ୟରେ ଲେଖାଯାଏ, ଦ୍ୱିତୀୟ ବିବରଣୀ 11 ପର୍ବ 12 ପଦର ଶେଷ ଭାଗରେ, ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ଏଠାରେ ତହିଁ ଅଛି। ମୁଁ ତାକୁ ପଢୁଛି। ଦୃଷ୍ଟି ଆମ୍ଭ ଉପରେ ସର୍ବଦା ଥାଏ। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ମୋ ଉପରେ, ଆପଣମାନଙ୍କ ଉପରେ ସର୍ବଦା ଥାଏ। ଆମମାନେ ଏଇ ଶେଷ ସମୟରେ ବସି ଚିନ୍ତା କଲା ବେଳେ ଆମମାନଙ୍କର ଟିକେ ପଛକୁ ଅନେଇବାର ସମୟ ନିଶ୍ଚୟ ଆଜି ଅଛି। ବାକ୍ୟ କହେ, ଯେ ମୋର ମନ ସଦାପ୍ରଭୁଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ଆମମାନେ କଣ ଟିକେ ରହିଯାଇ ପଛକୁ ଚାହିଁବା କି? ମୋ ନିଜର ଅନୁଭୂତିରୁ ମୁଁ କହୁଛି ଯେ ମୁଁ ଯେତେବେଳେ ପରୀକ୍ଷା ହଲରେ ବସିଥାଏ ଆଉ ପରୀକ୍ଷାରେ ଖାତାରେ ଲେଖୁଥାଏ, ଶେଷ ଘଣ୍ଟି ବାଜିଲା ବେଳକୁ ମତେ ଯେମିତି ଲାଗେ ଯେ ଆହୁରି ତ କେତେ କଥା ଛାଡି ଦେଇଛି, ଆଉ ଟିକେ ଭଲରେ ଲେଖିଥିଲେ ବୋଧ ହୁଏ ମୁଁ ଆଉ ଟିକେ ନମ୍ବର ପାଇଥାନ୍ତି। ଆଜି ଶେଷ ଭାଗରେ ଆମେ ଉପସ୍ଥିତ ହେଇ ଆମ ମନରେ କଣ ଆସୁଛି ଯେ ଗତ ଦିନ ମାନଙ୍କରେ, ଆଜି ତ 365 ଦିନ ସରିବାକୁ ବସିଛି, ଟିକେ ପଛକୁ ଦେଖିକିରି ବାକି ଯୋଉ ଛାଡି ଆସିଥିବା ଦିନ ଗୁଡାକ ବିଷୟରେ ଚିନ୍ତା କଲେ କଣ ଆପଣମାନଙ୍କ ମନରେ ବି ସେମିତି ଭାବନା ଆସୁଛି ଯେ ଆମେ ଚାହିଁଥିଲେ ଆହୁରି ଅଧିକ କିଛି ବିଗତ ବର୍ଷରେ ପ୍ରଭୁଙ୍କ ଲାଗି କରିପାରିଥାନ୍ତୁ କି? ଆହୁରି କିଛି କରିବାର ଥିଲା ଯାହା ଛାଡି ଆସିଲୁ କି? କରିପାରିନୁ କି? ଆମ ଆଖି ଆଗରେ ଆଉ ଗୋଟେ ବର୍ଷ ପାଖେଇ ଆସୁଛି। କିନ୍ତୁ ମୁଁ ସବୁବେଳେ ମୋର ଯେତେ ଥର ମୁଁ ପ୍ରଭାତୀ ତାରା ଲେଖିଛି, ଯୋଉମାନେ ପ୍ରଭାତୀ ତାରା ପଢୁଥିବେ ସେମାନଙ୍କର ମନେ ଥିବ ଯେ ଗୋଟିଏ ସଂଖ୍ୟା ବଦଳିବା ଛଡା ପୁରୁଣା ବର୍ଷ ଆଉ ନୂଆ ବର୍ଷ ଭିତରେ କିଛି ଫରକ ନଥାଏ। ଯେମିତି 2025ର 5 ଜାଗାରେ 6 ଆସିଯିବ ଆଉ 26 ହେଇଯିବ। କେବଳ ଗୋଟେ ସଂଖ୍ୟାର ଖେଳ। ନୂତନ ବର୍ଷର ନୂତନ ସକାଳରେ ଆମେ କେବେ ବି ଦେଖିନୁ ଯେ ସୂର୍ଯ୍ୟଟା ପଶ୍ଚିମ ଦିଗରେ ଉଠିଛି ବା ଉତ୍ତର ଦିଗରେ ଉଠିଛି। ଦିନଟା ରାତି ହେଇଛି ବା ରାତିଟା ଦିନ ହେଇଗଲା। ସେଇ ଚିରାଚରିତ ନିୟମ ଅନୁସାରେ ସୂର୍ଯ୍ୟ ସେଇ ପୂର୍ବ ଦିଗରେ ଉଠିବ ଆଉ ପଶ୍ଚିମ ଦିଗରେ ଅସ୍ତ ହବ। ପରିବର୍ତ୍ତନ ଆମ ନିଜ ଜୀବନରେ ନହେଲେ ନୂତନ ବର୍ଷର ମୂଲ୍ୟ କିଛି ନାହିଁ। ତେବେ ଆମମାନେ ଯେତେବେଳେ
ପଛକୁ ଫେରି ଚାହୁଁଛୁ ଆମମାନେ ଦେଖିବା ଯେ ଈଶ୍ୱର ଆମ ଜୀବନରେ ଯୋଉ ଦିନ ଗୁଡ଼ିକ ଦେଇଥିଲେ ସେ ଦିନ ବିଷୟରେ ଆମମାନେ କେତେ ଚିନ୍ତିତ। ଦୟାକରି ଟିକେ ପଢିବେ କି ଗୀତ 31 ପର୍ବ 15 ପଦର ପ୍ରଥମ ଧାଡିଟା। ମୋହର ସମୟ ସବୁ ତୁମ୍ଭର ହସ୍ତଗତ। ଆମେ ସମସ୍ତେ ଆଲୋଚନା କରୁ ଯେ ମୋର ସମୟ ଈଶ୍ୱରଙ୍କ ହସ୍ତଗତ, କିନ୍ତୁ ପ୍ରକୃତରେ କଣ ଆମର ଜୀବନ କାଳ ଭିତରେ ଆମେ ସେଇ ଜିନିଷଟାକୁ ନିଜେ ନିଜ ଜୀବନରେ ଅନୁଭବ କରିପାରୁ କି? ନା ଆମ ସମୟଟାକୁ ଆମେ ନିଜେ ଧରି ରଖିବାକୁ ଚେଷ୍ଟା କରୁ। ମୋ ସମୟ ମୋ ହିସାବରେ ଚଳିବି, ମୋ ହିସାବରେ ମୁଁ ଏନ୍ଜୟ କରିବି। 39 4 B ଆଉ 5 A ଟା ଟିକେ ପଢିବେ। ମୁଁ ବିଣା ଯନ୍ତ୍ରରେ ଆପଣର ଗୂଢ ବିଷୟ ବ୍ୟାଖ୍ୟା କରିବି। 39 ର ହେ ସଦାପ୍ରଭୁ, ମୋହର ଅନ୍ତିମ କାଳ ଓ ମୋ ଦିନର ପରିମାଣ କଣ ମୋତେ ଜଣାଅ। ମୁଁ କିପରି କ୍ଷଣକାଳ ଏହା ଜାଣିବାକୁ ଦିଅ। 5 ର ପ୍ରଥମ ଧାଡିଟା ହେଲା, ଦେଖ ତୁମ୍ଭେ ମୋର ଦିନ କେତେକ ମୁଷ୍ଟି ପରିମିତ କରିଅଛ। ପ୍ରଭୁ ଆମମାନଙ୍କୁ ତାଙ୍କର ନିଜର କଣ୍ଟ୍ରୋଲରେ ରଖିଛନ୍ତି, କିନ୍ତୁ ଆମେ ସେଇ ସମୟର ସଦ୍ବ୍ୟବହାର ନ କରି ଈଶ୍ୱର ଆମ ପାଇଁ ସେ ସମୟ ଯୋଉ ଦେଇଛନ୍ତି ତାର ପ୍ରକୃତ ବିନିଯୋଗ ନ କରି ଆମେ ଭାବୁ ଯେ ଏଇ ସମୟ ମୋର, ଆଉ ମୁଁ ୟାକୁ ଯେମିତି ଭାବରେ ବି ମୋ ଇଚ୍ଛାରେ ମୁଁ ବ୍ୟବହାର କରିବି। ସେଥିପାଇଁ ଆଇବ 14 ପର୍ବ 6 ପଦରେ ଲେଖାଯାଏ, ତାହାର ଦିନ ସବୁ ନିର୍ଣ୍ଣିତ, ତାହାର ମାସ ସଂଖ୍ୟା ତୁମ୍ଭଠାରେ ଅଛି। ବାରମ୍ବାର ଆମକୁ ସଚେତନ କରାଯାଇଛି ଯେ ଆମର ସବୁ ସମୟ, ଆମର ସବୁ ଦିନ, ଆମର ପ୍ରତିଟି ମୁହୂର୍ତ୍ତ ତାଙ୍କର ହାତ ମୁଠାରେ ଅଛି। ଆମମାନେ ଅନେକ ସମୟରେ ଏତେ ବିଚଳିତ ହୋଇ ପଡୁ ଯେ ଆମେ ନିଜେ ପ୍ରଶ୍ନ କରୁ ଯେ ହେ ପ୍ରଭୁ, ଯୋଉଟା କି ଆପଣ ମାନେ ଦେଖିବେ ବିଚାରକର୍ତ୍ତା 6:13 ଯେ ହେ ପ୍ରଭୁ, ତୁମେ ଯଦି ଆମ ସାଙ୍ଗରେ ଅଛ ତାହେଲେ ମୋ ଜୀବନରେ କାହିଁକି ଏପରି ଘଟଣା ଘଟୁଛି? ଆପଣ ମାନେ ଚିନ୍ତା କରନ୍ତୁ, ବିଗତ ବର୍ଷ ମାନଙ୍କରେ ଆପଣ ନିଶ୍ଚୟ କେବେ ନା କେବେ କହିଥିବେ, ଯୋଉଟା ବିଚାରକର୍ତ୍ତା 6 ପର୍ବର 13 ପଦର ମଧ୍ୟ ଭାଗରେ ଅଛି, ଶେଷ ଭାଗରେ, ଯେବେ ସଦାପ୍ରଭୁ ଆମମାନଙ୍କ ସଙ୍ଗେ ଥାନ୍ତି ତେବେ ଆମମାନଙ୍କ ପ୍ରତି ଏସବୁ ଘଟୁଅଛି କାହିଁକି? ସେତେବେଳେ ଆମେ ଭୁଲି ଯାଇଥାଉ ଯେ ଆମକୁ ଗୋଟେ ପ୍ରତିଜ୍ଞା ଦିଆଯାଇଛି ମାଥୁ 1 ପର୍ବ 23 ପଦରେ, ଇମାନୁଏଲ ପରମେଶ୍ୱର ତୁମ ସଙ୍ଗେ ସଙ୍ଗେ ରହିବେ। ଇମାନୁଏଲ ଅର୍ଥ ଆମମାନଙ୍କ ସହିତ ଈଶ୍ୱର, ଅର୍ଥାତ ଈଶ୍ୱର ଆମ ସାଙ୍ଗରେ ଅଛନ୍ତି, କିନ୍ତୁ ଆମମାନେ ଭୁଲି ଯାଇଥାଉ। ଏ 365 ଦିନରୁ ଆଜି ମଧ୍ୟ ଅନେକଙ୍କ ମନରେ ସେଇ ପ୍ରଶ୍ନ ଥିବ, ଯଦିଓ ଆମମାନେ ନିରାପଦରେ ଏତେ ବାଟ ଚାଲି ଆସିଛୁ, ଆମମାନଙ୍କର କୌଣସି ବିଶେଷ ଦୁର୍ଘଟଣା ସମସ୍ୟା ଉପୁଜି ନାହିଁ। ବାକ୍ୟରେ ଲେଖାଯାଏ, ତୁମେ ଯେତିକି ସହିପାରିବ ତୁମକୁ ସେତିକି କଷ୍ଟ ଦିଆଯାଉଛି। ପ୍ରଭୁ କେବେ ଅଧିକ ଦେବେ ନାହିଁ। ପ୍ରଭୁ ଜାଣନ୍ତି ଆମର ସହିବାର ଶକ୍ତି କେତେ, କାହିଁକିନା ସେ ଆମକୁ ନିଜେ ଗଢିଛନ୍ତି। ଆମମାନଙ୍କ ପ୍ରତ୍ୟେକଙ୍କର ଜୀବନ ତାଙ୍କ ହାତରେ। ସେ ଆମ ସୃଷ୍ଟିକର୍ତ୍ତା, ସେ ଆମକୁ ତାଙ୍କର ଇଚ୍ଛା ମତେ ଗଢି ତାଙ୍କର ଗୌରବ ଲାଗି ବ୍ୟବହାର କରୁଛନ୍ତି, କିନ୍ତୁ ଆମେ ସବୁବେଳେ ବ୍ୟସ୍ତ ବିବ୍ରତ ହେଇ ପଡୁ ଯେ ହେ ପ୍ରଭୁ, ମୁଁ କଣ କରିବି? ଆପଣ ସେ 139 ଦେଖିବେ 16 ପଦରେ, ତୁମ୍ଭ ଚକ୍ଷୁ ମୋର ସେଇ ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା ଓ ମୋର ଯେଉଁ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।
ସବୁ କିଛି ସେ ଗଢିଛନ୍ତି, ସେ ଜାଣନ୍ତି କୋଉ ଦିନ ମତେ ଜ୍ୱର ହବ, କୋଉ ଦିନ ମତେ ମୁଣ୍ଡ ବଥା ହବ, କୋଉ ଦିନ ମୋର କୋଉ ଅଙ୍ଗ ଭାଙ୍ଗିବ, କିପରି ଭାବରେ ଯୋଡି ହବ, ମୁଁ କୋଉ ଦିନ ଚାକିରି ଚାକିରି ପାଇବି, ମୋର ଅବସର କେବେ, ଗୋଟେ ନିର୍ଦ୍ଧାରିତ ସଂଖ୍ୟା ନିରୂପଣ କରାଯାଇଛି, ଯୋଉ ଅନୁସାରେ ଆମକୁ ଚାଲିବାକୁ ହବ। ଆମମାନେ ନିଜ ବୁଦ୍ଧିରେ ଅନେକ ସମୟରେ ଚାଲୁଛୁ, ଆଉ ନିଜେ ନିଜେ ଝୁଣ୍ଟି ପଡୁଛୁ, ପଡି ଯାଉଛୁ, ଆଉ ତାପରେ ଆମମାନେ କ୍ରନ୍ଦନ କରୁଛୁ ଯେ ହେ ପ୍ରଭୁ, ତୁମେ ଯଦି ମୋ ସାଙ୍ଗରେ ଅଛ, ତୁମେ ଯଦି ପ୍ରତିଜ୍ଞା ଦେଇଥିଲ ତୁମେ ଇମାନୁଏଲ ପରମେଶ୍ୱର, ତାହେଲେ କାହିଁକି ମୁଁ ଏସବୁ ଘଟୁଛି ମୋ ଜୀବନରେ? ସେତେବେଳେ ଆମେ ଭୁଲି ଯାଇଥାଉ ଯେ ତାଙ୍କ ଛାଇ ତଳେ ଆମେ ଅଛୁ ନା ନାହିଁ। ଇସ୍ରାଏଲ ଲୋକମାନଙ୍କୁ ମେଘସ୍ତମ୍ଭ ଆଉ ଅଗ୍ନିସ୍ତମ୍ଭ ଦିଆଯାଇଥିଲା, ତାରି ତଳେ ସେମାନଙ୍କୁ ଗତି କରିବାକୁ କୁହାଯାଇଥିଲା, ଅଥଚ ସେମାନେ ବିଦ୍ରୋହ କରି ବଚସା କରି ସେ ଛାଇ ତଳୁ ଅନେକ ସମୟରେ ବାହାରି ଯାଉଥିଲେ, ଆଉ ବିଭିନ୍ନ ପ୍ରକାର ସମସ୍ୟାକୁ ସେମାନେ ସମ୍ମୁଖୀନ ହଉଥିଲେ। ଆମମାନେ କଣ ସେ ଈଶ୍ୱରଙ୍କ ଛାଇ ତଳେ ଅଛୁ କି? ଯୋଉ ବାକ୍ୟ ଆମମାନଙ୍କୁ ଦିଆଯାଇଛି, ଯଦି ଆମମାନେ କହିବା ଯେ ଗୋଟେ ପ୍ରତିଦିନ ଆମେ ପାଉଥିବା ଗୋଟେ ଗୋଟେ ବାକ୍ୟ ଛତା ବୋଲି ଆମେ ତାକୁ ଧରି ନେବା, ଛତା ତଳେ ଆମେ ଅଛୁ, ଆମ ଚାରିଆଡେ ବର୍ଷା ହଉଛି କିମ୍ବା ଭୟଙ୍କର ଖରା ହଉଛି, ଆମେ ତା ତଳୁ ବାହାରି ଆସିବା, କହିବା ପ୍ରଭୁ କେତେ ବର୍ଷାରେ ମୁଁ ତିନ୍ତି ଗଲି, ପ୍ରଭୁ ମୁଁ ଭିଜି ଗଲି, ମୁଁ ବେମାର ହେବି, କିମ୍ବା ହେ ପ୍ରଭୁ ଗରମରେ ମୋ ଦେହ ଜଳି ଯାଉଛି, ତୁମେ କଣ ପାଇଁ ଏତେ ଭୟଙ୍କର ଗରମ ଦେଇଛ? ହୁଏତ ପ୍ରଭୁ କହିବେ ତତେ ମୁଁ ଛତା ଦେଇଥିଲି, ତତେ ବାକ୍ୟ ରୂପକ ଛାଇ ଦେଇଥିଲି ମୁଁ, ତୁ ଯଦି ବାହାରେ ବୁଲିବୁ ସେଇଟା ତୋର ଦୋଷ, ମୋର ନୁହେଁ। ଆମେ ଅନେକ ସମୟରେ ଈଶ୍ୱରଙ୍କର ବାକ୍ୟକୁ ଅବହେଳା କରିଥାଉ, ଆମକୁ ଦିଆଯାଇଥିବା କଥାକୁ ଆମେ ସ୍ମରଣ କରୁନାହିଁ। ବାକ୍ୟରେ ସେଥିପାଇଁ ଲେଖାଯାଏ, ଗୀତ ସଂହିତା 90:12 ପଦ ଟିକେ ପଢିବେ। ଯେପରି ଆମମାନେ ଜ୍ଞାନ ବିଶିଷ୍ଟ ଯେପରି ଆମ୍ଭେମାନେ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ପାଇପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ। ଆମମାନେ କଣ ଆମର ଦିନର ଗଣନା କରୁଛୁ? ପ୍ରଭୁ ଏତିକି ବର୍ଷ ହେଲା, ଏତିକି ବର୍ଷ ହେଲା, ଆମମାନେ କୋଉ ଦିନ ବି, ମୁଁ ନିଜ କଥା ମୁଁ କହୁଛି, ପ୍ରତିଦିନ ମୁଁ କେତେ ଆଶୀର୍ବାଦ ପାଉଛି ମୁଁ ତାକୁ ଲେଖି ରଖେନି। ମୋର ବୟସ କେତେ ହେଲା ମୁଁ ତାର ହିସାବ ରଖିଛି, କିନ୍ତୁ ମତେ ପ୍ରଭୁ କେତେ ଆଶୀର୍ବାଦ କରିଛନ୍ତି, ମତେ ଯଦି କିଏ ପଚାରେ ମୁଁ କହିବି କେଜାଣେ ମୁଁ ଜାଣିନି, ମୁଁ ଗଣନା କରିନି। ଯଦି ଆମେ ଆଜି ମୁଁ ଯଦି ଗଣନା କରିଥାନ୍ତି, ବୋଧେ କେତେଟା ଖାତା ବା କେତେ ଦିସ୍ତା କାଗଜ ଯେ ସରି ଯାଇଥାନ୍ତା, ତାର ହିସାବ ନାହିଁ। କୋଉ ଗୋଟିଏ ଦିନ ସନ୍ଧ୍ୟା ବେଳେ ମୁଁ କହେ ନାହିଁ ଯେ ପ୍ରଭୁ ଆଜି ସକାଳୁ ଏପର୍ଯ୍ୟନ୍ତ ମତେ ତୁମେ ଏତିକି 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 ଆଶୀର୍ବାଦ କରିଛ, 10ଟା 15ଟା 20ଟା 25ଟା ଆଶୀର୍ବାଦ କରିଛ। ପ୍ରଭୁ ଆମକୁ ଦୟା କରନ୍ତୁ, ଆମେ ପାଇଥିବା ଦିନ ଗୁଡ଼ିକର ଗଣନା କରିବା, ସେ ଦିନ ଗୁଡ଼ିକ ସେ ଆମ ପାଇଁ କେତେ ଆଶୀର୍ବାଦ ଭରି ଦେଇଛନ୍ତି ସେ ବିଷୟରେ ଆମମାନେ ଚିନ୍ତା କରିବା। ଆଉ ସେ ଜ୍ଞାନ ପ୍ରଭୁ ଆମମାନଙ୍କୁ ଦିଅନ୍ତୁ, ଯେପରି ଆମମାନେ ନିଜ ବିଷୟରେ ଚିନ୍ତା କରି ତାଙ୍କର ଗୌରବ ନିମନ୍ତେ ନିଜ ନିଜକୁ ଦେଇପାରିବା। କିନ୍ତୁ କେବେ ମଧ୍ୟ ଆମେ ସେ ଚେଷ୍ଟା କରିନଥାଉ। କେବଳ ଦୁଃଖର ଦିନ ଆମେ ଗଣନା କରିଥାଉ, ଦୁଃଖର ଘଟଣା ଗଣନା କରିଥାଉ। ଅମୁକ ବର୍ଷ ଅମୁକ ମାସ ଏତିକି ତାରିଖରେ ମୋ ଘରେ ଏଇ ଦୁର୍ଘଟଣା ଘଟିଲା, ପୁରା ସ୍ପଷ୍ଟ ମନେ ରହିଥାଏ। କିନ୍ତୁ ଅମୁକ ବର୍ଷ ଏତିକିର ସମୟରେ ଏଇ ଆଶୀର୍ବାଦ ମୁଁ ପାଇଲି, ମୁଁ ଜାଣେ ନା। ହୁଏତ ଆପଣମାନଙ୍କ ମଧ୍ୟରୁ କିଏ କିଏ ନିଶ୍ଚୟ ଗଣନା କରି ରଖିଥିବେ।
ବାକ୍ୟରେ ଲେଖାଯାଏ ଯେ ଉପଦେଶକ କୁହନ୍ତି 6 ପର୍ବ 14 ପଦରେ, ସୁଖ ସମୟରେ ଆନନ୍ଦିତ ହୋ ଓ ଦୁଃଖ ସମୟରେ ବିବେଚନା କର। ଆମମାନେ ସୁଖ ସମୟରେ ନିଶ୍ଚୟ ଆନନ୍ଦ କରୁଛୁ, କିନ୍ତୁ ଦୁଃଖ ସମୟରେ କଣ ଆମମାନେ ବିବେଚନା କରୁଛୁ? ଆମମାନେ କଣ ଟିକେ ବି ଚିନ୍ତା କରୁଛୁ? ଅନେକ ସମୟରେ ମୁଁ ଚିନ୍ତା କରେ ଯେ ପ୍ରଭୁ ଏଇ ସମସ୍ୟାଟା ମୋ ପାଇଁ କାହିଁକି ଆସିଲା? ମୁଁ କୋଉଠି ଭୁଲ କଲି? ମୁଁ ମାନସ ମନ୍ଥନ କରେ ଆଉ ଚିନ୍ତା କରେ ଯେ ପ୍ରଭୁ ମତେ ଜାଣିବାକୁ ଦିଅ ଯେ ମୁଁ କୋଉଠି କୋଉ ଦିନ କିଛି ତୁମର ଭୁଲ କରିଛି କି? କେବେ କେବେ ମତେ ଦେଖା ବାକ୍ୟ ମଧ୍ୟ ଦେଇ ପ୍ରଭୁ କଥା କୁହନ୍ତି ଆଉ ମୁଁ ବୁଝିପାରେ, ଆଉ କେବେ କେବେ କିଛି ବୁଝିପାରେନି। କିନ୍ତୁ ପ୍ରଭୁ ସବୁ ବିଷୟରେ ଆମମାନଙ୍କୁ ସଚେତନ କରନ୍ତି। ସେ କେବେ ଆମମାନଙ୍କୁ ନିଶ୍ଚିନ୍ତ ରହିବାକୁ ବା ଶୋଇପଡ଼ିବାକୁ ଦିଅନ୍ତିନି ଯଦି ଆମେ ତାଙ୍କର ବାକ୍ୟକୁ ସ୍ମରଣ ରଖୁ। ବାକ୍ୟ ପ୍ରତି ଯଦି ଆମେ ମନୋଯୋଗୀ ହଉ, ପ୍ରଭୁ ଆମକୁ ସବୁ ବିଷୟ ବୁଝେଇ ଦିଅନ୍ତି ଯେ କୋଉଠି ତାଙ୍କୁ ଆମମାନେ ଗୌରବ ଦେଇଛୁ ଆଉ କୋଉଠି ତାଙ୍କୁ ଆମମାନେ ଅଗୌରବ କରିଛୁ। ସେ ହୁଏତ ଆମମାନଙ୍କୁ ଶାସ୍ତି ଦିଅନ୍ତିନି, ସବୁବେଳେ ଯେ ଆମେ ଶାସ୍ତି ପାଉ ତା ନୁହେଁ, କିନ୍ତୁ କେବେ କେବେ ଆମମାନଙ୍କୁ ଗୋଟେ ୱାର୍ଣ୍ଣିଂ ଆସେ ଆଉ ସେଇ ୱାର୍ଣ୍ଣିଂ ଅନୁସାରେ ଆମମାନଙ୍କୁ ସଚେତନ ହେବାକୁ ପଡିବ। ଏଠି ଯୋଉ ବାକ୍ୟଟି ପଢାଗଲା, ମୋ ସମୟ ସବୁ ତାଙ୍କ ହାତରେ। ମୁଁ ଅନେକ ସମୟରେ ଭାବେ ଯେ ପ୍ରଭୁ ମୋ ଦେହ ଖରାପ ହେଲେ ମରିଯିବି। ଅନେକ ବୟସ ଯେତେବେଳେ ବଢି ବଢି ଯାଏ, ସମସ୍ତେ ଏଇ ଗୋଟେ ବିଷୟ ନେଇ ବହୁତ ଚିନ୍ତିତ ହେଇ ପଡନ୍ତି ଆଉ କଥାବାର୍ତ୍ତା ବି ସେଇ ଅନୁସାରେ କରନ୍ତି। ଯେତେବେଳେ ଘରୁ ପୁଅ ଝିଅ ମାନେ ବିଦାୟ ନେଇ ଚାଲି ଯାଆନ୍ତି, ବାହାରକୁ ଯିବାକୁ ବାହାରନ୍ତି, ଛୁଟି ସରିଯାଏ, ସେତେବେଳେ ଘରେ ବାପା ମା ମାନେ ଯୋଉମାନେ ବୃଦ୍ଧାବସ୍ଥାରେ ଅଛନ୍ତି ସେମାନେ କୁହନ୍ତି ହଉ ବାପା ତୁ ଯା, ଆଉ ବୋଧେ ତୋ ସାଙ୍ଗେ ଦେଖା ହବନି। ମୁଁ କିଏ ଯେ ଏ କଥା କହିବି? ମୋ ସମୟ କଣ ମୋ ହାତରେ ଅଛି? ମୋର କେବେ ସମୟ ସରିବ ମୁଁ କେମିତି ଜାଣିବି? କିନ୍ତୁ ଅନେକ ସମୟରେ ଏଇ କଥାଟା ମୁଁ ବି ଦିନେ କହୁଥିଲି। ଝିଅମାନେ ଯେତେବେଳେ ଦୂରରେ ଥିଲେ, ସେତେବେଳେ ମୋ ମନରେ ଭାବନା ଆସେ ଏମାନଙ୍କ ସାଙ୍ଗେ କଣ ଆଉଥରେ ଆମର ଦେଖା ହବ? ପ୍ରଭୁ କହିଛନ୍ତି ତୁମେ ସେସବୁ କଥା ଭାବ ନାହିଁ, ତୁମକୁ ଯୋଉ କାମ ଦିଆଯାଇଛି ତୁମେ ସେଇ କାମ କର। ଆପଣ ମାନେ ସେଇ ବିଷୟଟି ଜାଣିଥିବେ, ଯେତେବେଳେ ଦୂର ଦେଶକୁ ମାଲିକ ଯାତ୍ରା କଲେ ଆଉ ତାଙ୍କର ଚାକର ମାନଙ୍କୁ ତୋଡା ଦେଇକିରି ଗଲେ ଆଉ କହିଲେ ଯେ ମୁଁ ଦୂର ବିଦେଶକୁ ଯାଉଛି, ତୁମେ ତୋଡା ରଖ। ସେ କାହାଣୀଟି ଆପଣ ମାନେ ସମସ୍ତେ ଜାଣନ୍ତି। କିଏ କେତେ ବିଜନେସ କଲା, କିଏ କେତେ ଲାଭ କଲା ଜାଣନ୍ତି। ଗୋଟେ ଜାଗାରେ ମୁଁ ଖାଲି ପଢିବାକୁ ଚାହେଁ, ଟିକେ ଦୟାକରି ପଢିବା 25 ପର୍ବ 24-25। କୋଉ ଚାପ୍ଟର କାକି କୋଉ ପୁସ୍ତକ? କ୍ଷମା କର, ମାଥ୍ୟୁ 25 ପର୍ବ 24 ଆଉ 25 ଟିକେ ପଢିଦବ। ଆଉ ସେ ଆଉ ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନଥାନ୍ତି ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାନ୍ତି ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି। ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି। ଦେଖନ୍ତୁ, ଆପଣ ନିଜର ଧନ ପାଇଲେ। ଆମେନ୍। ଦେଖନ୍ତୁ ଏଠି କଣ ଲେଖା ହେଇଛି? କିଏ କେତେ ପାଇଲା ସେ ବିଷୟରେ ମୁଁ ଚିନ୍ତା କରୁନି। ମୁଁ ଚିନ୍ତା କରୁଛି ଯେ ମତେ ଯୋଉ ତୋଡ଼ାଟି ଦିଆଯାଇଛି, ମୁଁ ସେଇ ତୋଡ଼ାଟିକୁ ବ୍ୟବହାର କରିଛି କି ନାଇଁ। ଏ ଦୀର୍ଘ ବର୍ଷ 75 ବର୍ଷ ପୁରୀ ଗଲାଣି, ମତେ ସେଇ ବର୍ଷ ଭିତରେ ମତେ ଦିଆଯାଇଥିବା ତୋଡ଼ାକୁ ମୁଁ କେତେ ବ୍ୟବହାର କରିଛି? ନା ସାଇତିକି ରଖିଛି, ବାବା ଥାଉ ଏଇଟା
ମୋ ଦରକାର ନାହିଁ ଆକୁ ନେଇ ବ୍ୟବହାର କରିବା, ମୋର କିଏ ପାରେ ଏତେ କଷ୍ଟ କରି। ସେ କେତେ ସୁନ୍ଦର ଭାବରେ ମାଟିରେ ପୋତିକି ରଖିଦେଲା, ତାର ଦେଖିଲେ ସିନା ଆଉ ଚିନ୍ତା ପଡିବ, ଆଖି ଆଗରେ ଥିଲେ ଚିନ୍ତା ପଡିବ, ମାଟି ତଳେ ପୋତି ଦେଲା। ଆମମାନେ କଣ କରୁଛୁ? ଆମମାନେ ବାଇବଲକୁ ବନ୍ଦ କରି ଥୋଇ ଦଉଛୁ। ପଢିଲେ ସିନା ଜଣା ପଡିବ ଯେ ତୁମେ କଣ କରିବ କଣ ନାହିଁ ବୋଲି, ବାକି ଆମକୁ ସଚେତନ କରିବ। ମୋ ପ୍ରିୟ ମାନେ, ସମୟ ତାଙ୍କ ହାତରେ। ଆମେ ସମୟର ଗଣନା କରିବା ଲାଗି ଆମକୁ ଉପଦେଶ ଦିଆଯାଇଛି। ବର୍ଷ ମାସ ଦିନ ଗଡିଛି, ଗୋଟେ ପରେ ଗୋଟେ ଦିନ ଆମେ ପାର ହେଇ ଆସୁଛୁ। ଆମମାନଙ୍କ ସମୟର ଗଣନା ଆମେ କରିଛୁ କି? ପ୍ରପର ୟୁଜ କରିଛୁ କି? ନା ଆମର ସବୁ ସମୟକୁ ଆମେ ମାଟି ତଳେ ପୋତି ରଖିଛୁ? ସବୁ ମଙ୍ଗଳ ଦାନକୁ ଆମମାନେ ଭୁଲି ଯାଇଛୁ। ଆଉ ଅଳ୍ପ ସମୟ ପରେ, ଆଉ କେତେ ଘଣ୍ଟା ପରେ ଆମେ ଆଉ ଗୋଟେ ନୂତନ ଅଧ୍ୟାୟରେ ପ୍ରବେଶ କରିବା, ଗୋଟେ ନୂତନ ସମୟ ଭିତରେ ଆମେ ପ୍ରବେଶ କରିବାକୁ ଯାଉଛୁ। ଈଶ୍ୱର କହିଲେ, ଆମେ ଜାଣୁ ଯିଶା 41 ପର୍ବ 10 ପଦରେ, ତୁମାନେ ଭୟ କର ନାହିଁ, ବିଲକୁଲ ଭୟ କର ନାହିଁ, ସବୁ ବିଷୟରେ ତୁମେ ନିଶ୍ଚିନ୍ତ ରୁହ। ଏଇ ଅଜଣା ବର୍ଷର 365 ଦିନର ଗୋଟେ ଲମ୍ବା ରାସ୍ତା ଆମ ଆଖି ଆଗରେ ପଡିଛି। ଗତ ଦିନ ଆମେ କଣ କରିଛୁ କଣ ନାହିଁ ତାର ହିସାବ ଆଉ ନକରି, ଆଗାମୀ ଯୋଉ ସମୟଟି ଆସୁଛି ତାର ପ୍ରପର ୟୁଜ କରିବା ଲାଗି ଆମେ ଆଜିଠୁ ପ୍ରସ୍ତୁତ ହଉ, ବର୍ତ୍ତମାନଠୁ ପ୍ରସ୍ତୁତ ହଉ। ଈଶ୍ୱର କହୁଛନ୍ତି, ତୁମାନେ ଭୟ କର ନାହିଁ। ଜିହୋଶୁଆ 3 ପର୍ବ 4 ପଦରେ ସେ କହୁଛନ୍ତି, ଏଇ ପଥ ଦେଇ ତୁମେ ଆଗରୁ ଗମନ କରି ନଥିଲ, ତୁମେ ଏ ପଥ ଦେଇ ଯାଇନ। ଅର୍ଥାତ୍ ଯୋଉ ପଥ ଦେଇ ତୁମେ ଆଗକୁ ବଢିବାକୁ ଚାହୁଁଛ, ସେଇ ପଥ ତୁମ ପାଇଁ ଅଜଣା। ଆଉ ସେଥିପାଇଁ ସେ କହିଲେ, ଯୋହନ 21 ପର୍ବ 21 ପଦରେ, ମୋର ଅନୁଗମନ କର। ପିତରଙ୍କୁ ଯୀଶୁ କହୁଛନ୍ତି, ମୋର ଅନୁଗମନ କର, ମୋ ପଛେ ପଛେ ଆସ। କିନ୍ତୁ ପିତର କଣ କରୁଛନ୍ତି? ତା ତଳ ପଦରେ ଆମେ ଦେଖୁ, ପିତର କହୁଛନ୍ତି ଯେ ହେ ପ୍ରଭୁ, ଏଇ ଯୋଉ ବାକି ମାନେ ଅଛନ୍ତି, ଆମେ କଣ ସେଟା କରୁନୁ କି? ମୋ ପ୍ରିୟ ମାନେ, ଯୀଶୁ ଆମକୁ କହୁଛନ୍ତି, ଯୋଉ ଅଜଣା ପଥରେ ତୁମେ ଯାଉଛ, ମୋ ପଛେ ପଛେ ଆସ। ଆମେ ନିଜେ କଣ ତାଙ୍କ ପଛରେ ଚାଲିବୁ? ଆମେ କହୁଛୁ, ପ୍ରଭୁ ସେମାନେ ସବୁ ଯୋଉ କରୁଛନ୍ତି, ଏମିତି ଅବାଟରେ ଯାଉଛନ୍ତି, ସେମାନଙ୍କ ଲାଗି କଣ ଅଛି? ଯୀଶୁ କହୁଛନ୍ତି, କାହାକୁ ଦେଖିବା ଦରକାର ନାହିଁ। ଯୋଉ 365 ଦିନ ତୁ ବର୍ବାଦ କରି ସାରିଛୁ, ତାକୁ ଭୁଲି ଯା। ତ ଆଖି ଆଗରେ ଗୋଟେ ନୂତନ ବର୍ଷ ଆସିଲାଣି, ଗୋଟେ ନୂତନ ପଥ ତ ଆଡେ ଖୋଲା ହେଇଛି। ସେ ପଥ ଦେଇ ତୁ କେବେ ଯାଇନୁ, ମୋର ଅନୁଗମନ କର। ମୁଁ ଆଗେ ଆଗେ ଯାଉଛି, ମୋ ପଛରେ ତୁ ଆସେ। କାରଣ ସେ ଯେହେତୁ ଆମର ପଥ ପ୍ରଦର୍ଶକ, ସେ ହଉଛନ୍ତି ସେ ଆମ ଆଗରେ ଜ୍ୟୋତି ଭାବରେ ଗତି କରୁଛନ୍ତି। ଆମକୁ ଅନ୍ଧାର ବ୍ୟସ୍ତ କରିବନି, ରାତିରେ ଆମେ ଝୁଣ୍ଟି ପଡିବାନି। ତାଙ୍କର ପାଦ ଚିହ୍ନ ଉପରେ ପାଦ ଦେଇ ଆଗାମୀ ବର୍ଷ ଗୁଡାକ ଆମକୁ ପାର ହବାକୁ ପଡିବ। ଆଜି ସ୍ମରଣ କରୁ ଯେ ଅତୀତ ଗଲା ବର୍ଷ ସେ ଆମର କଣ କଣ ଉପକାର କରିଛନ୍ତି, କେତେ ଆମର ମଙ୍ଗଳ କରିଛନ୍ତି। ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ସେ ଆମ ସଙ୍ଗରେ ଅଛନ୍ତି। ଦୁଃଖ କଷ୍ଟ ଯନ୍ତ୍ରଣା ସମସ୍ୟା ସବୁ ସହିବାରେ ସେ ଆମକୁ ସାହାଯ୍ୟ କରିଛନ୍ତି। ଗୋଟିଏ ବୋଝ ବୋହି ଚାଲିଲା ବେଳେ ସେ ଆମର ବୋଝକୁ ଅଧା ନିଜେ ସେ ଅଧା ମୁଣ୍ଡେଇଛନ୍ତି, ଅଧା ଆମ ଉପରେ। ଆଜି ଆମମାନେ ସେ ଉପକାର ସ୍ମରଣ କରୁ କରୁ ତାଙ୍କରି ପଛେ ପଛେ ଆଗେଇ ଚାଲୁ, ଆଉ ବିଶ୍ୱାସ ରଖୁ ଜୀବନର ବା ଯେମିତି ଲେଖାଯାଏ, ବର୍ଷର ଶେଷ ପର୍ଯ୍ୟନ୍ତ ସେ ଆମ ଉପରେ ଆଖି ରଖିବେ। ଏ ବର୍ଷ ମଧ୍ୟ, ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସେ ଆମକୁ ଚଳେଇ ନେବେ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁରୁଣା ଦିନର ସବୁ ମଙ୍ଗଳ ଦାନ ନିମନ୍ତେ ଧନ୍ୟବାଦ ଦେଉ ଦେଉ ଆମମାନେ ଏଇ ବର୍ଷ ନୂତନ ଭାବରେ ତାଙ୍କରି ପଛରେ ଚାଲିବାକୁ ଏବଂ ତାଙ୍କର
ଆମ ପାଇଁ ଥିବା ଯୋଜନାକୁ ବୁଝିବାକୁ, ନିଜର ଦିନର ଗଣନା କରିବାକୁ, ଆଉ ଆମର ସମସ୍ତ ସମୟ ଯେ ତାଙ୍କର ହସ୍ତଗତ ସେଇ ବିଷୟରେ ନିଶ୍ଚିନ୍ତ ହେଇ ସମ୍ପୂର୍ଣ୍ଣ ତାଙ୍କ ଉପରେ ଆଉଜି ପଡୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତଙ୍କର ମଙ୍ଗଳ